ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। প্রিয় শ্রোতা বন্ধু, প্রভু শ্রীখ্রিস্টଙ୍କ মহৎ নামରେ ଆପଣଙ୍କୁ শুভେଚ୍ଛା। ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟର 23 ପଦରେ ଆମମାନେ ଏହିପରି ପାଠ କରୁ, ଦେଖ ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ପୃଥିବୀର ପ୍ରଥମ ମନୁଷ୍ୟ ଆଦମଙ୍କ ପାପ ହେତୁ ପ୍ରତ୍ୟେକ ମନୁଷ୍ୟଠାରେ ପାପର ସ୍ୱଭାବ ରହିଅଛି। ମାତ୍ର ଆଦି ପୁସ୍ତକ 3 ଅଧ୍ୟାୟର 15 ପଦରେ ଈଶ୍ୱର ପ୍ରତିଜ୍ଞା କଲେ ଯେ ଯେଉଁ ଶୟତାନର ପ୍ରବଞ୍ଚନାରେ ପଡ଼ି ମଣିଷ ପାପ କଲା, ସେହି ଶୟତାନର ମସ୍ତକକୁ ସ୍ତ୍ରୀଠାରୁ ଉତ୍ପନ୍ନ ପୁରୁଷ ଚୂର୍ଣ୍ଣ କରିବ। ଏହି ରୂପେ ଅନୁଢ଼ା କୁମାରୀ ମରିୟମଙ୍କ ଉପରେ ଈଶ୍ୱରଙ୍କ ଆତ୍ମାଙ୍କ ଛାୟା ପଡ଼ିଲା। ଏହି ରୂପେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ଜନ୍ମ ହେଲା। ଈଶ୍ୱର ଆମକୁ ଏହିପରି ପ୍ରେମ କଲେ ଯେ ସେ ଆମକୁ ଖୋଜି ଆମ ନିକଟକୁ ଆସିଲେ। ଲୋକେ ପ୍ରାୟତଃ ଭାବିଥାନ୍ତି ଯେ ଈଶ୍ୱର ଏତେ ଦୂରରେ ଅଛନ୍ତି ଯେ ସେ ଆମର ଦୁଃଖ କଷ୍ଟ ଅସୁବିଧାକୁ ଜାଣିପାରିବେ ନାହିଁ ବା ପାରନ୍ତି ନାହିଁ। ଈଶ୍ୱରଙ୍କର ବାକ୍ୟ ବାଇବଲ ଆମକୁ କହେ ଯେ ଈଶ୍ୱର ଆମଠାରୁ ଦୂରରେ ନାହାନ୍ତି। ବାଇବଲରେ ଲେଖା ଅଛି, ବାକ୍ୟ ଦେହବନ୍ତ ହେଲେ ପୁଣି ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହି ପୃଥିବୀର ମାଟି ଧୂଳି ଓ କାଦୁଅ ଉପରେ ଚାଲିଲେ, ଆମମାନଙ୍କ ପରି ଜୀବନଯାପନ କଲେ, ଆମ୍ଭମାନଙ୍କ ଦୁଃଖ ପୀଡ଼ା ଅନୁଭବ କଲେ। ଆମେ ପାପରେ ପତିତ ହେଲେ ମଧ୍ୟ ଈଶ୍ୱର ଆମକୁ ଛାଡ଼ିଲେ ନାହିଁ। ପ୍ରଭୁ ଶ୍ରୀଖ୍ରୀଷ୍ଟ କ୍ରୁଶରେ ଆମର ପାପ ପାଇଁ ମଲେ, ଯେପରି ଆମର ଏବଂ ଈଶ୍ୱରଙ୍କ ମଧ୍ୟରେ ଥିବା ଭଗ୍ନ ସମ୍ପର୍କକୁ ସେ ଆଉ ଥରେ ଯୋଡ଼ିଦେବେ। ମୃତ୍ୟୁରୁ ସେ ତୃତୀୟ ଦିନରେ ଜୀବିତ ହେଲେ। ଆଜି ସେ ସ୍ୱର୍ଗରେ ଆମ ପାଇଁ ଜୀବିତ ଅଛନ୍ତି। ପ୍ରିୟ ବନ୍ଧୁ, ଇମାନୁଏଲ କେବଳ ଏକ ନାମ ନୁହେଁ, ବରଂ ଆମ ପାଇଁ ଏକ ପ୍ରତିଜ୍ଞା ମଧ୍ୟ। ଈଶ୍ୱର ଆପଣଙ୍କ ସହିତ ରହିବେ। ଯଦି ସମ୍ପୂର୍ଣ୍ଣ ହୃଦୟରେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କରିବେ, ତେବେ ଆପଣ ଅନନ୍ତ ଜୀବନ ପ୍ରାପ୍ତ ହେବେ। ଧନ୍ୟବାଦ।